ମୁଁ ଭାବିଥିଲି ସବୁବେଳେ ମାଡ଼ ଗାଡ଼ି ସୁଦ୍ଧା ଖାଇବା ଅପେକ୍ଷା ବାହାରେ ଯାଇକି ଭଲରେ ରହିବି। ପ୍ରକୃତର ସତ୍ୟ କଣ ତା ସ୍ୱାମୀ ପାଖରୁ ଟିକେ ଶୁଣି ନବା। ସେ ଏଇ ଭାଇ ଜଣ କହୁଛନ୍ତି ତାଙ୍କ ପ୍ରଥମ ସ୍ୱାମୀ ଭାଇ ଇଏ ଯୋଉ ଛାଡିକି ଯାଇ ଚାଲି ଯାଇକି ଯୋଉ ଜଗବନ୍ଧୁ ସାଙ୍ଗରେ ଛାଡିକି ଚାଲିଗଲେ ଆଉ ତମେ କଣ ଚାହୁଁଛ ଫେରି ଆସିଲେ ତମ ମନ ଖୁସି ଅଛି ତ? ମୋର ଅଭାବ ପଡ଼ିଗଲା ବୋଲି ସେ ଚାଲିଗଲା। ମାନେ ଅଭାବ ପଇଲା ବୋଲି ମାନେ ତମେ ତାଙ୍କୁ ସେ କହୁଛନ୍ତି ଯେ କଣ ତମେ ମାରପିଟ କରୁଥିଲ ମଦ ଫଦ ପିଇକି ତାଙ୍କୁ ଟର୍ଚର କରି ତମେ କରୁଥିଲ କି? ନାଇଁ ନାଇଁ ମୋର ଅଭାବ ପଡ଼ିଲା ବୋଲି ମୋ ଭାଗ୍ୟ ଖରାପ ସେ ଚାଲିଗଲା। ହଁ ସତ କଥା ଏଇଟା ଅଭାବ କାରଣରୁ ସେ ଯାଇଛି। ମୁଁ ଜାଣିଛି ସ୍ତ୍ରୀ ଲୋକର ବହୁତ ଭୁଲ ଏ ସ୍ତ୍ରୀ ଲୋକ ମିଛ କହୁଛି। ମୁଁ ସେଇଥିପାଇଁ ଗୋଟେ ଗୀତ କରିଛି ଲୋ ବେଇମାନି ଟଙ୍କା ହେଲା ସବୁ ତୋ ପାଇଁ। ତୀର ସିନ୍ଦୁରର ମାନେ କିଛି ରଖିଲୁ ନାହିଁ ଲୋ ବେଇମାନି 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 ଆଲୋ ଟଙ୍କା ହେଲା ସବୁ ତୋ ପାଇଁ ଲୋ ବେଇମାନି ଟଙ୍କା ହେଲା ସବୁ ତୋ ପାଇଁ। ନିହାତି ଯାଆନ୍ତୁ ପଲେ ଆଣ୍ଡ ପଲେ କ୍ରିଏସନ କୁ ଫୁଲ ଗୀତ ଶୁଣନ୍ତୁ। रुको जरा सबर करो। हाँ ପ୍ରକୃତ ସତ କଥା କ'ଣ ଜାଣିଛନ୍ତି ନା ଆପଣମାନେ? ନା ଅଭାବ କାରଣରୁ ନା ଟଙ୍କା କାରଣରୁ। ପ୍ରକୃତରେ ମୁଁ ସେହି ନିଜେ କହିବ ସେଇ ସ୍ତ୍ରୀ ଲୋକ ଏବେ ମନ ଖାଲି କୁନ୍ତୁ କୁନ୍ତୁ ହେଲା। ମନ କୁତୁ କୁତୁ ହେଲା ବୋଲିକି ସେ ଗଲା। ହଁ ଆଜ୍ଞା ଏଇ ନ୍ୟୁଜ୍ ବର୍ତ୍ତମାନ ଖୁବ୍ ସାରା ଓଡ଼ିଶାରେ ଭାଇରାଲ ହେଇ ଚାଲିଛି। ଏଇ ସ୍ତ୍ରୀ ଲୋକର ଇଏ ଗଲା ତାର ଅରିଜିନାଲ ସ୍ୱାମୀ, ଇଏ ଗଲା ତାର ପ୍ରେମିକ, ଇଏ ଅଛି ଫ୍ୟୁଚର ସ୍ୱାମୀ। ଆଗକୁ କ'ଣ ଘଟଣା ଘଟୁଛି କିଏ ରଖିବ ଏମାନଙ୍କ ଭିତରେ? ଦୀପକ ହାତରେ ତାର ସ୍ୱାମୀ ଧରା ପଡ଼ିଯାଇଛି। ତା ସ୍ୱାମୀ ଯାହା କହୁଛି ମୁଁ ରଖିବି। ଆଉ ଯଦି ତା ସ୍ୱାମୀ ରଖିଲା ତାହେଲେ ଯେଉଁ ପୁରୀ ଟୋକା ଫ୍ୟୁଚର ହଜବେଣ୍ଡ ସେ କ'ଣ କରିବ? ସେ ଯେଉଁ ଆଶା ଭରସା ଯେଉଁ ଲୋଭ ରଖିଥିଲା କ'ଣ ଗଲା ସବୁ ଠସ୍ ହେଇଯିବ। ପ୍ରେମିକ ମିଠା ମିଠା କଥା କହି ଫସେଇ ଦେଲା, ଭରସା ଦେଲା, ବିଶ୍ୱାସ ଦେଲା, ତାପରେ ଖାଇ ପିଇକି ଛାଡ଼ିଦେଲା। ଫ୍ୟୁଚର ସ୍ୱାମୀ କହିଲା ମୁଁ ତାକୁ ବାହା ହେବି, ତାପରେ ନିଜ ଏ ବେହିଆ ସ୍ୱାମୀ କେଉଁ ତାକୁ ରଖିବ? ଛି 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 ଏମାନଙ୍କୁ କ'ଣ କୁହାଯିବ କହିଲ? ଅଇଁଠା ଖିଆ। ହଁ ଆଜ୍ଞା ମୁଁ କହିବାର କାରଣ କ'ଣ, ଯଦି ଏ ସ୍ୱାମୀ ତାକୁ ରଖୁଛି ସମସ୍ତଙ୍କର ଆଜ୍ଞା ଯାହାକି ଆପଣମାନେ ଜାଣିଛନ୍ତି ଗୋଟେ ପରେ ଗୋଟେ ଏମିତି ଭିଡ଼ିଓ ଭାଇରାଲ ହେଇ ଚାଲିଛି। କିଏ କାହା ସହିତ ପଳେଇଗଲା, ପୁଣି ଗୋଟେ ବର୍ତ୍ତମାନ କ'ଣ କରିଛି କାହା ସ୍ତ୍ରୀକି ମାମୁଁ ପୁଅ ନେଇକି ପଳେଇ ଯାଇଛି। ଏମିତି ଭାଇରାଲ ହେଇ ଚାଲିବ ଆଜ୍ଞା ଆଉ ଆସ୍ପଦା ବଢ଼ିଯିବ। ହଁ ଆମେ କେତେ ଆଡ଼େ ମୁହଁ ମାରିକି ଆସିଲେ ବି ଆମମାନଙ୍କୁ ତ ସ୍ୱାମୀ ନିହାତି ରଖିବ। ଆଉ ଯିବା ମିଡ଼ିଆ ବାଲା କତି ଥାନାକୁ ଯିବା, ଭାଇରାଲ କରିବା, ତାପରେ ଯାଇକି ଆମ ସ୍ୱାମୀ ରଖିବ। ଏଇ କରିବେ ଦେଖିବେ ଫ୍ୟୁଚରରେ ସ୍ୱାମୀମାନେ ହିଁ ବଳି ପଡ଼ିବେ। ଭାଇ ସେ ଯଦି ପଳେଇ ଆସନ୍ତି ଭାଉଜ ତମେ ତାଙ୍କୁ ଆକ୍ସେପ୍ଟ କରିବ? ନିଶ୍ଚିତ କରିବି। ଆଉ ସେ ଯୋଉ ଛୁଆ ଦିଟା ମଣିଷ ହବା ଦରକାର ନା ଦରକାର ନାହିଁ? ଦରକାର। ଆଉ ସେ ଦିଟା ଛୁଆ ଯୋଉ ଛାଡ଼ି ଦେଇକି ପଳେଇ ଯାଇଛନ୍ତି ଆଉ ମାନେ ଛୁଆ କାନ୍ଦୁଛନ୍ତି, ମା ହେଇ କାନ୍ଦୁଛନ୍ତି ନା କାନ୍ଦୁନାହାନ୍ତି? ମାନେ ଭାଇ ଦେଖନ୍ତୁ ଭାଇ ମାନେ ମନ ଦୁଃଖରେ ଅଛନ୍ତି, ତାଙ୍କ ପରିବାର ଲୋକ ବି ବହୁତ ମନ ଦୁଃଖରେ ଅଛନ୍ତି। ଆଜ୍ଞା ସେତିକି ସିଚୁଏସନ ମୋର ବି ନାହିଁ ଯେ ମୁଁ ଭିଡ଼ିଓ କରିକି ମାନେ ଅପଲୋଡ଼ କରିବା ପାଇଁ। ଫିର୍ ବି ମୁଁ ମାନେ ଭାଇ ମୋତେ ଡାକିଥିଲେ, ଭାଇ ଏଇଭଳିଆ କଥା ଏଇଭଳିଆ ହେଇଥିଲା। ଆଉ ମୁଁ ତ ଭିଡ଼ିଓରେ ଆପଣମାନେ ଜାଣିଥିବେ ଏମିତି ଏମିତି କଥା ହେଇଛି। ଆଉ ଭାଉଜ ତମେ ଯଦି ଭିଡ଼ିଓ ଦେଖୁଥିବ ନିଶ୍ଚୟ ଫେରିଆସ। ଆଉ ମାନେ ଓଡ଼ିଶାବାସୀଙ୍କୁ କ'ଣ କହିବା ପାଇଁ ଚାହୁଁଛ? ମାନେ ଏଭଳିଆ ଯୋଉ ନଷ୍ଟ ଚରିତ୍ର ସ୍ତ୍ରୀ, ମାନେ ମୁଁ ତ ତମ ସ୍ୱାମୀ ତମେ ତ ସେ ତାଙ୍କ ସ୍ତ୍ରୀ, ମୁଁ କହିବା ପାଇଁ ମାନେ ଇଏ ହଉନି। ଆଉ ମାନେ ଏଭଳିଆ ଯୋଉମାନେ କରୁଛନ୍ତି ମାନେ ସ୍ୱାମୀକି ଛାଡ଼ି ଦେଇକି ପଳେଇ ଯାଉଛନ୍ତି, ମାନେ ତାଙ୍କୁ ମାନେ କ'ଣ କହିବା ପାଇଁ ଚାହୁଁଛ? ମୋ ପାଟିର କିଛି ଭାଷା ବାହାରୁନି, ମୁଁ ଆଉ କହିବା ପାଇଁ ଚାହେଁନି। ଦେଖିଲା ସେ କହିପାରୁନାହାନ୍ତି, ବହୁତ କାନ୍ଦିଲେଣି ଆଉ ମନ ଦୁଃଖ ବି କରୁଛନ୍ତି। ଭାଉଜ ତମେ ଯଦି ଭିଡ଼ିଓ ଦେଖୁଛ ଆଉ ଫେରି ପଳେଇ ଆସ। ଆଉ ମାନେ ଏଇ ଯୋଉ ଭାଇଟା ମୋତେ ଯୋଉ ଡାକିଥିଲେ ଆଜ୍ଞା, ମାନେ ଯୋଉ ଇଏ କରିଥିଲେ, ଇଏ ହଉଛନ୍ତି ତାଙ୍କ ମାନେ ତାଙ୍କ ଦେଢ଼ଶୁର ବି ଭାଇ ଜଣ କହୁଛନ୍ତି ତାଙ୍କ ଦେଢ଼ଶୁର, ବୁଝିଲ ନା? ଆଉ ଯେ କହିଲେ ସେ ଭିଡ଼ିଓ ରହିବା ପାଇଁ କହିଲେ, ମୁଁ ତ ଆଉ ତାଙ୍କୁ ରଖିପାରିଲି ନାହିଁ। ନିଶ୍ଚୟ ଆପଣଙ୍କର ଫେରି ଆସନ୍ତୁ।